ତରଫରୁ ନିର୍ବାଚନ ପ୍ରତିନିଧି ମୁଁ ଯାଇଥିଲି ସେଠି ମାନେ କଣ କହିବେ ଆଜିର ନିର୍ବାଚନ? ଆମ ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଆପଣମାନେ ଜାଣିଛନ୍ତି ସାରା ଓଡ଼ିଶାରେ ବିଜୁ ଜନତା ଦଳ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଆଜି ପୋଲସରା ବ୍ଲକ ଏନ୍ଏସି ପାଇଁ ଆମର ସଭାପତି ଚୟନ ହୋଇଛି। ଦେଖୁଥିବେ 300ରୁ ଉର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଅଛନ୍ତି। ଦୀର୍ଘ 2 ଘଣ୍ଟା ଧରି ବୈଠକ ବସିଥିଲା ଏବଂ ସର୍ବସମ୍ମତିକ୍ରମେ ଏନ୍ଏସିର ଗୋପାଳକୃଷ୍ଣ ସାହାଣୀଙ୍କୁ ସଭାପତି ଭାବେ ଏବଂ ବ୍ଲକର ସୁରେନ୍ଦ୍ରନାଥ ପ୍ରଧାନଙ୍କୁ ସଭାପତି ଭାବେ ଆମେ ଏଠୁ ମନୋନୀତ କଲୁ। ଏଇଟା ନାଁ ଯିବ ଆମର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖକୁ। ସେ ଦଳର ସଭାପତି ସେ ଏହାକୁ ନିଶ୍ଚିତ ଭାବେ ଏପ୍ରୁଭ୍ କରିବେ ଏବଂ ଅନୁମୋଦନ କରିବେ। ଆଗାମୀ ଦିନରେ ବିଜୁ ଜନତା ଦଳ ସଂଗଠନକୁ ଆହୁରି ତ୍ୱରାନ୍ୱିତ କରାଯିବ। ଯେଉଁ ଡବଲ ଇଞ୍ଜିନ ସରକାର ମିଛ ପ୍ରତିଶ୍ରୁତି ଦେଇ ଆଜି ସରକାରକୁ ଆସିଛି ତା ବିରୋଧରେ ଜନ ଆନ୍ଦୋଳନ କରାଯିବ। ଆପଣ ଦେଖୁଥିବେ ତ 300ରୁ ଉର୍ଦ୍ଧ୍ୱ ବିଜୁ ଜନତା ଦଳକୁ ଭଲ ପାଉଥିବା। କାଲି ରାତିରେ ଗୋଟେ ମେସେଜ ଦିଆଯାଇଛି, ଏତେ ଲୋକ ଆଜି ଉପସ୍ଥିତ ଅଛନ୍ତି। ଏ ଭଲ ପାଇବା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି।